सुरुपा स्वामी हेलो ये सानराणी स्वरूपा स्वामी आम पुत्र माने जाइछंती सेई गुरुकुल आश्रम को विद्या शिक्षा निमंती हेले आजी आज की अनेक दिन हैला एई राजू आसु को फेरुनी काहे किलो स्वामी स्वरूपा आम पुत्र तन्मय अभिनय सर्व शिक्षा विद्या रे परिपूर्ण होई निश्चय फेरी आसीबे आमरी पासक स्वामी सत कहूचो हां प्राणेश्वर आम पुआ से गुरुकुल आश्रम को पाठ पढ़िबा पाई जाइछंती हेलो हेले विद्या शिक्षा रे परिपूर्ण होई आम पुआ आम घर को फेरी आसीछंती स्वामी सत कहूचो स्वामी ता माने आज आम उआस को फेरी आछुछंती स्वामी ताहेला मैं एठी किछि खणे अपेक्षा करिबा हेले स्वामी तांको पाई किछि रोसई करिबा केते खिरी पूरी पिठा पणा केते तयारी करिबा स्वामी निश्चय महाराणी स्वामी हेलो भगवान तुम मंगल करंतु रे मंगल करंतु बापा तन्मय विनय बापा बुद्धि विद्यारे निपुण हे फेरी आसी छत हम राज्य उआसकु हां बापा आमे बेनी भाई सर्व विद्यारे निपुण हे फेरी आसी छु आपणक पाख सतीगिरी मधन हां बापा हेले आसिला बेलको किछि बाधा विघ्न छोइनी तो बापा तन्मय मां आपण मानक हस्त जेतिबिली ए मस्तक ऊपर रही हरे धन हाँ बापा हाँ माँ आपण मानक हस्त जितेबले आशीर्वाद स्वरूप ए आम मस्तक ऊपर अच्छी कौन बाधा कौन विघ्न कौन झड़ कौन झंझा कौन विपद छुईब केतेबेले सही कथा तो बापा धन रे मां धन आपण हेउछंती आम चलंती ठाकुर हरे धन आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे निश्चय रे धन आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे आहे पिता माता हे पूज्य देवता आहे पिता माता हे पूज्य देवता हसुती मुखे लुथिबु तुम आगरे हो 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 आशीर्वाद रही थाउ ए मस्तक रे स्नेह प्रेम ढाली दिया आम उपरे बाधा विघ्न अंधार राति खेली देवे पादे पिता पाती न
ତନ୍ମୟ ଆମ ଭଲ ପାଇବା ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ଅଛି ତମ ମସ୍ତକେ। ନିଃସନ୍ଦେହରେ ବାପା। ହରେ ଧନ ହେଲେ ବାପା ଧନ ମାନେ ରେ ବାପା ତମେ ତ ଏଇ ନିଶ୍ଚୟ ଥକି ଯାଇଥିବ। ହଁ ହଁ ଯାଇକି ସେ ବିଶ୍ରାମ ଆଳୟରେ କିଛି କ୍ଷଣ ବିଶ୍ରାମ କର। ଆଉ କାଲିକୁ ଅଛି ଦେବଦେବ ମହାଦେବଙ୍କ ମହାଜାଗର ରାତ୍ରି। ହରିଧନ ମାନେ ମହାଶିବଙ୍କ ଜାଗର ରାତ୍ରି ଅଛି କାଲି ପ୍ରଭୁତକୁ। ସେଇ ପୂଜା ନିମନ୍ତେ ଆଣିବାକୁ ହବ ତମମାନଙ୍କୁ ସ୍ୱର୍ଣ୍ଣ ଚମ୍ପା ଫୁଲ। ବିନୟ ବଡ଼ ଭାଇ ଆସନ୍ତାକାଲି ଅଛି ଦେବଦେବ ମହାଦେବଙ୍କ ମହାଶିବର ଜାଗର ରାତ୍ରି। ଆଉ ସେଇ ଜାଗର ରାତ୍ରି ନିମନ୍ତେ ତଥା ସେଇ ପୂଜାନୁତ୍ସବ ନିମନ୍ତେ ଆମକୁ ଆଣିବା ପାଇଁ ପଡ଼ିବ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ। ଜ୍ୟେଷ୍ଠ ଭ୍ରାତ ତେବେ ଠିକ ଅଛି ବଡ଼ ଭାଇ, ପିତାଙ୍କ ଆଜ୍ଞା ଅନୁସାରେ ଆମ୍ଭେ ବେନି ଭାଇ ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଚମ୍ପା ଫୁଲ ପାଇ। ହେଲେ ବଡ଼ ଭାଇ ବିନୟ ମୁଁ ତ ଥକି ପଡ଼ିଛି, ହଁ ତେବେ ଚାଲନ୍ତୁ ବିଶ୍ରାମାଳୟରେ କିଛି କ୍ଷଣ ବିଶ୍ରାମ କରି ଚାଲିଯିବୁ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଚମ୍ପା ଫୁଲ ପାଇ। ତୁ ଠିକ କହିଛୁ ବିନୟ। ବାପା ଧନରେ ତାହେଲେ ଆମକୁ ଯିବା ପାଇଁ ଦିଅନ୍ତୁ। ନିଶ୍ଚୟରେ ଧନ ଆମେ ଆସନ୍ତାକାଲି ପ୍ରଭାତ ଚାଲିଯିବୁ ଦେବଦେବ ମହାଦେବଙ୍କ ପୂଜା ନିଷେବ ନିମନ୍ତେ ଆମେ ସେଇ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ନିମନ୍ତେ ନିଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ପୁଷ୍ପ ଉଦ୍ୟାନ ମଧ୍ୟକୁ। ହରେ ଧନ ତାହେଲେ ଆମକୁ ଯିବା ପାଇଁ ଦିଅନ୍ତୁ ବାପା। ନିଶ୍ଚୟ ବାପା। ଯିବା ପାଇଁ ଦିଅନ୍ତୁ ମା। ହରେ ଧନ କାଲି ପ୍ରଭାତକୁ ଚାଲିଯିବେ ସେ ନିଘଞ୍ଚ ଜଙ୍ଗଲରେ ଥିବା ସେଇ ପୁଷ୍ପ ଉଦ୍ୟାନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ। ହେଲେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ ଯିବାଟା ତୁଚ୍ଛ। ସ୍ୱାମୀ ହଲୋ ବୁଦ୍ଧି ବିଦ୍ୟାର ତ ଦୁହେଁ ସମତୁଳ। ସ୍ୱାମୀ ହେଲେ କିଏ କେତେ ପାରଙ୍ଗମ ଅଛି ସେଇ ପରୀକ୍ଷା ନିମନ୍ତେ ପଠେଇ ଅଛି ସେ ନିଘଞ୍ଚ ଜଙ୍ଗଲ ପଥକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ। ସ୍ୱାମୀ ଆଉ ମୁଁ ଗୋଟିଏ କଥା ମନରେ ସ୍ଥିର କରିଅଛି, କୋଉ କଥା? ଯୋଉ ପୁତ୍ରଟା ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ ତା ବିବାହ ପ୍ରସ୍ତାବ ପ୍ରଥମେ ପକେଇ ବୋଲି ମୁଁ ମନରେ ସ୍ଥିର କରିଅଛି। ସ୍ୱାମୀ ଆପଣ ଠିକ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ। ସତ କହୁଛ? ସ୍ୱାମୀ ତାହେଲେ ବିଳମ୍ବ କାହିଁକି? ଚାଲ ଯିବା ସେଇ ବିଶ୍ରାମ ଅଳୟରେ ଆମେ ମଧ୍ୟ କିଛି କ୍ଷଣ ବିଶ୍ରାମ କରି ଆମ ପୁତ୍ର ମାନଙ୍କ ଫେରିବା ପଥକୁ ଚାହିଁ ବସିବା। ସ୍ୱାମୀ ଆପଣ ମହାରାଣୀ